ସେଦିନ ଘଟଣା କ'ଣ ହେଇଥିଲା? ଘଟଣା ଆଜ୍ଞା ତାଙ୍କର ପଇସା ପତ୍ର ମ୍ୟାଟର ଆମେ ସେଥିରେ କିଛି ଜାଣିନେ, ବୁଝିପାରିଲେ ନା। ପ୍ରଥମ ଦିନ ଯାତ୍ରା ରାତି 8ଟା ବେଳେ ତାଙ୍କ ମ୍ୟାନେଜର ଆସିକି କହିଲେ ଚନ୍ଦନ ଏରକମ ଅସୁବିଧା ହେଲା, ଚନ୍ଦନ ସୁଟିଂ ସେଟ୍ରେ ପ୍ରୋବ୍ଲେମ ହେଲା, ତେଣୁ ଆସିପାରିବନି, ନାଟକ ଚନ୍ଦନ କିଏ? ଚନ୍ଦନ ଦେଖୁନ ତାଙ୍କର ସିରିଏଲ ଆର୍ଟିଷ୍ଟଟା କରୁଛି। ଆଚ୍ଛା, ହଁ। ପ୍ରଥମ ଦିନ ବୁଝିପାରିଲେ, 22 ତାରିଖ ଦିନ। ଆଚ୍ଛା। ଆମେ କହିଲୁ ନା ନା ନାଟକ ଚେଞ୍ଜ ହବ ନାହିଁ, ଯାହାକି ଆମେ ଟିକଟ କାଟି ସାରିଲୁନି, ନାଟକ ଚେଞ୍ଜ ହବ ନାହିଁ। ତେଣୁ ମାଲିକ ସାଙ୍ଗରେ ଆମେ ନାଟକ ଚେଞ୍ଜ ହେଲା ନାହିଁ, ସେଦିନ ପାଇଁ ଯାତ୍ରା ବନ୍ଦ ରହିଲା। ଆଚ୍ଛା, ଯାତ୍ରା ବନ୍ଦ ହେଲା ମାନେ ସେଥିରେ ତ ଲସ୍ ହେଇଥିବ ଆପଣଙ୍କର ସବୁ ପଇସା ପତ୍ର? ସିଏ ତ ଲସ୍ କଥା ଅଲଗା କଥା, ଆମେ ଟିକଟ ଫେରେଇ ଦେଲୁ, ବହୁତ ଲୋକ ଟିକଟ ଫେରି ନେଇଗଲେ। ଆଉ ସେଦିନ କ'ଣ ବହି କ'ଣ ଥିଲା? ରକ୍ତ ସମ୍ପର୍କ। ରକ୍ତ ସମ୍ପର୍କ, ଆଜ୍ଞା। ହଁ, ତାପରେ କ'ଣ ହେଲା? ହିରୋ ହିରୋଇନ କିଏ ଥିଲେ? ହିରୋଇନ ତାର ଏଇ ମାମୁନି ଏକା ଥିବେ। ଆମ ଚନ୍ଦନ ସେଦିନ ହିରୋ ଥିଲା, ଚନ୍ଦନ ଆସିଲା ନାହିଁ, ବନ୍ଦ ହେଲା ପାର୍ଟି। ଆଚ୍ଛା, ତାପରେ ଘଟଣା କ'ଣ ହେଲା? ତା ପରଦିନ ଆମର ନାଟକ ଦିନ 10ଟା ବେଳେ ନାଣ୍ଡୁ ବାବୁ ଫୋନ କରିକି କହିଲେ ଯେ ଚନ୍ଦନ ଆଜି ଯାଇପାରିବ ନାହିଁ, ତେଣୁ ନାଟକ ଚେଞ୍ଜ ହେଲା, ନାଟକ ହେଲା ପାନ୍ଥଶାଳା। ତେଣୁ ଆମେ ବି ଯାହାକି ପ୍ରଥମରୁ ଆମେ ପାନ୍ଥଶାଳା ଡିକ୍ଲେୟାର କଲୁ, ଆମର କିଛି ଅସୁବିଧା ହେଲାନି, ଆମେ ପାନ୍ଥଶାଳା ନାଟକ ଡିକ୍ଲେୟାର କଲୁ। ଆଜ୍ଞା। ତାପରେ ରାତି ଆମର 10ଟାର ଗେଟ୍ ଛାଡ଼, 10ଟା30ରେ ମେଲୋଡି ଆରମ୍ଭ, ବୁଝିପାରିଲେ। ଆମର ଗେଟ୍ ଛାଡ଼ିଦେଲୁ, 10ଟାରେ ଗେଟ୍ ଛାଡ଼ିଦେଲୁ, 10ଟା30 ଚାଲିଗଲା, 11ଟା ହେଇଗଲା, 11ଟା30 ହେଇଗଲା, କିନ୍ତୁ ମେଲୋଡି ଷ୍ଟାର୍ଟ ହଉନଥାଏ, କେବଳ ଭିଜୁଆଲ ଚାଲିଥାଏ। ଆଜ୍ଞା। ଲୋକ ଯେତେବେଳେ ହାଉଲିଂ କଲେ, ମୁଁ କହିନି କ'ଣ ହେଲା, ମୁଁ ଭିତରକୁ ଯାଇ ଗନି, ମୁଁ ଯିବା ବେଳକୁ ସେଠି ତାଙ୍କର ମ୍ୟାନେଜର ବସନ୍ତ ବାବୁ ଥିଲେ, ଆଉ ଜଣେ ମ୍ୟାନେଜର ଥିଲେ, ତାକୁ କହିଲେ କ'ଣ ହେଲା, ଷ୍ଟାର୍ଟ କରୁନାହାନ୍ତି କେନେ? ନା ଏଙ୍କରିଂ ବାପି ସିଏ ଆସୁନାହିଁ, ରାସ୍ତା ଉପରେ ଛିଡ଼ା ହେଇଛି, କ'ଣ ବାବୁଙ୍କର ପଇସା ପତ୍ର ଆମେ 5 ଲକ୍ଷ ଟଙ୍କା ତାକୁ ପଇସା ଦେଇଛୁ, ସିଏ ଆହୁରି କ'ଣ ହବ? ସେଇ ମାମୁନିର ସ୍ୱାମୀ। ଆଚ୍ଛା ଆଚ୍ଛା, ହଁ। ତାପରେ ସିଏ ଆଉ ମାନେ ସେଇଥିପାଇଁ ସିଏ ଆସୁନାହିଁ, ଏଙ୍କରିଂ ହଉନାହିଁ। ମୁଁ କହିନି ହଉ, ଯାହା ହଉ ଆପଣ ଲେଡିଜ, ଜଣେ ଜେଣ୍ଟସ ଜଣେ ଲେଡିଜ ଥାନ୍ତି ନା। ଆଜ୍ଞା। ମୁଁ କହିନି ଯାହାକି ଲୋକ ନାହିଁ ପାର୍ଟି କଲେନି, ଆପଣ ସେ ଲେଡିଜ ଏଙ୍କରିଂରେ ଷ୍ଟାର୍ଟ କରିଦିଅନ୍ତୁ। ତାପରେ ମୁଁ ବାପି କଥା କହୁଛି, ତାପରେ ସେମାନେ ମୋ କଥା ମାନିକି ଲେଡିଜ ଏଙ୍କରିଂ ବି ଷ୍ଟାର୍ଟ ହେଲା। ବାପି ଆଉ ମାମୁନି ସେଇ ଆମର ରାସ୍ତା ଉପରେ ଛିଡ଼ା ହେଇଥାନ୍ତି। ଆଚ୍ଛା। ଯାହାକି ବାପି ସହିତ ଆମର ସମ୍ପର୍କ ଭଲ, ପ୍ରତ୍ୟେକ ବର୍ଷ ଗଲା ବର୍ଷ ବି ଆସିଥିଲା, ଆଗରୁ ବି ଆସିଛନ୍ତି। ମୁଁ ଗଲି ତାଙ୍କ ପାଖକୁ, ମୁଁ କହିଲି କ'ଣ ହେଇଛି ବାପି ବାବୁ? ନା ଟୁଟୁ ବାବୁ ଏରକମ ବାବୁ ମୋତେ ପଇସା ଦେବେ କହୁଛନ୍ତି, ଦେଉନାହାନ୍ତି। ମାନେ ଦେଖନ୍ତୁ ବାବୁ ପଇସା କଥା ତ ମୁଁ କହିପାରିବିନି, ହଉ ଠିକ୍ ଅଛି, ମୁଁ ବାବୁଙ୍କ ସାଙ୍ଗରେ କଥା ହେଉଛି। ତାପରେ ବାବୁଙ୍କୁ ନାଣ୍ଡୁ ବାବୁକୁ ଫୋନ କନି, ସେଇଠି ତାଙ୍କ ପାଖରେ ରହିକି ମୁଁ କହିଲି ବାବୁ କ'ଣ ହେଇଛି? ସିଏ ଉଠୁନାହିଁ। ନା ମୁଁ ତ ପଇସା ଦେଇଛି, ସିଏ 1,00,000 ଟଙ୍କା ପାଇବ, ମୁଁ ତାକୁ 50,000 ଟଙ୍କା ପଠେଇ ସାରିଲିନି, ଆଉ 50,000 ଟଙ୍କା ମୋ ଆକାଉଣ୍ଟରୁ ଯାଉନାହିଁ। ତେଣୁ ମୁଁ ତାକୁ କହୁଛି, ସେ ରାଜି ହେଉନାହିଁ। ଗୋଟେ କାମ କରନ୍ତୁ, ଆପଣ 50,000 ଟଙ୍କା ଦେଇଦିଅନ୍ତୁ, ମୁଁ କାଲି ଆପଣଙ୍କୁ 10ଟା ବେଳକୁ ଆପଣଙ୍କ ଆକାଉଣ୍ଟକୁ ପଠେଇଦେବି, ରିଟର୍ଣ୍ଣ କରିଦେବି, ବୁଝିପାରିଲେ ସାର୍? ଆଜ୍ଞା। ମୁଁ ସେଇଠି ବାପି ବାବୁକୁ କହିନି, ବାପି ବାବୁ 50,000 ଟଙ୍କା ମୁଁ ସାଙ୍ଗେ ସାଙ୍ଗେ କାଉଣ୍ଟରକୁ ଫୋନ କନି, ପୁଣି ଟଙ୍କା 50,000 ଟଙ୍କା ପଠେଇଲ। ତାପରେ କାଉଣ୍ଟର ସିଏ କହିଲେ ଆମର ସଟିଂ ଚାଲିଛି, 10 ମିନିଟ୍ ଲାଗିବ। ମୁଁ ବାପି ବାବୁକୁ କହିନି, ବାପି ବାବୁ ଆପଣ ଟିକେ ଚାଲନ୍ତୁ, ଆଉ 10 ମିନିଟ୍ ମୋ ଉପରେ ଭରସା ରଖନ୍ତୁ, ମୁଁ ଆପଣଙ୍କୁ 50,000 ଟଙ୍କା 10 ମିନିଟ୍ ଭିତରେ ଦେମି। ସେ କହିଲେ ମୁଁ ତମକୁ କିଏ ଚିହ୍ନିନି। ଆଜ୍ଞା। ମୁଁ କହିନି, କହିଲେ ମୁଁ ଏଇଟା ଆପଣଙ୍କୁ ମୁଁ ଚିହ୍ନିଛି, କିନ୍ତୁ ଆପଣଙ୍କୁ ମୁଁ ଏଇଟା ଲାଇନ୍ କଥା କହୁଛି, ମୁଁ ଆପଣଙ୍କୁ କିଏ ଚିହ୍ନିନି, ମୋତେ ବାବୁ ଟଙ୍କା ନ ଦେବା ଏଇଟା ମୁଁ ଜିମିନି। କିଏ କହିଲା? ବାପି ବାବୁ ନିଜେ କହିଲେ। ଆଚ୍ଛା। ମାମୁନି କିଛି କହିନି? ନା 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 ନା, ମାମୁନି ସେଦିନ କିଛି କହିନି, ମାମୁନି କିଛି କହିନି। ତାପରେ ଏଙ୍କରିଂ ସରିଗଲା, ମାନେ ଏଇ କଥା ହେଇତେ ମାନେ ମେଲୋଡି ରେକର୍ଡେନ୍ସ ଆହୁରି ଗୋଟେ ଦିଟା ବଢିଗଲା। ତାପରେ ଏଙ୍କରିଂ ଯେ କଲା ସେ ଆଉ ଗୋଟେ ଝିଅଟା କରିଦେଲା, ଯେ କରୁଥିଲା ସେ ଝିଅ, ସିଙ୍ଗଲ ଝିଅ କଲା, ଚୁଟକି ବୋଲି ଝିଅ କଲା। ଆଜ୍ଞା ଆଜ୍ଞା, ହଁ। ତାପରେ ଆମର ବାପି ବାବୁ ଗଲା, ଯେତେବେଳେ ମୁଁ ପଇସା ଆମର ସେ ପିଲା ଆଣିକି କ୍ୟାସରୁ ଦେଲା, ମୁଁ ଆଉ ବାପି ବାବୁକୁ ନ ଦେଇକି ମୁଁ ମ୍ୟାନେଜରକୁ 50,000 ଟଙ୍କା ଦେଇଦେଲି। ଆଜ୍ଞା। 50,000 ଟଙ୍କା ଦେଲା ପରେ ମୁଁ ଶୁଣିଲି ଯେ ସିଏ ମାମୁନିକି ଦେଲେ। ସେତେବେଳେ ମଧ୍ୟ ମାମୁନି ପଇସା ପାଇଁ ମାମୁନି ଚଢୁନଥାଏ, ଯାହାକି ଆମର ମାମୁନି ସହିତ କଥା ନାହିଁ, ସେତେବେଳେ ଯାତ୍ରା ଷ୍ଟାର୍ଟ ହେଇନି ନା, ତେଣୁ ଆମର ମାମୁନି ସହିତ କିଛି କଥା ନାହିଁ। ତାପରେ ମୁଁ ଯେତେବେଳେ ବାପି ବାବୁ କହିଲେ ମୁଁ ଆପଣଙ୍କୁ କିଏ ଚିହ୍ନେନି,
ମୁଁ ଟଙ୍କାଟା ନାଣ୍ଡୁ ବାବୁ ମତେ କହିଲା ପରେ ମୁଁ ଟଙ୍କାଟା ନେଇକି ବସନ୍ତ ବାବୁକୁ ଦେନି 50,000। ହଁ ହଁ ତାପରେ ବସନ୍ତ ବାବୁ ତାର ତାଙ୍କୁ ଦିଅନ୍ତୁ କି ନ ଦିଅନ୍ତୁ ମୁଁ ସେ କଥା ଜାଣିନାହିଁ, କିନ୍ତୁ ନାଟକ ହେଲା। ଆଚ୍ଛା ନାଟକ ଯୋଉ ହେଲା ସେ ମାମୁନି ବି ରୋଲ କଲା ତ? ମାମୁନି ରୋଲ କଲା। ଆଚ୍ଛା ବାପି ବାବୁ ସେ ଆଙ୍କରିଂ କଲେନି କିନ୍ତୁ ସେଇଦିନ ଆଉ ଜଣେ ଦ୍ୱାରା ବାପି ବାବୁର ଆଉ ଆଙ୍କରିଂ ସମୟ ମାନେ ଅତିବାହିତ ହେଇଯାଇଥିଲା। ହଁ ହଁ ତାପରେ ତା ପରଦିନ ସେରକମ ଯାତ୍ରା ହେଲା ସରିଗଲା। ତା ପରଦିନ ଆମର ବାପି ବାବୁ ଯେଭଳିଆ କଥା କହିଲେ ଆମ କମିଟିକି ଚିହ୍ନନ୍ତିନି, ଆମକୁ ଚିହ୍ନନ୍ତିନି, ଆମେ ସନ୍ଧ୍ୟାବେଳେ ମ୍ୟାନେଜରକୁ କହିଦେଲୁ ଯେ ଆଜି ହଉଛି ବାପି ବାବୁ ଆଙ୍କରିଂ କରିବେ ନାହିଁ, ଯାହାକି ସେ ଆମକୁ ଗୋଟେ ଚିହ୍ନନ୍ତିନି କହିଲେ ଆମ କମିଟି ମାନେ କୋଉଠି କହିଲେ ଆପଣ ମାନଙ୍କୁ ଜାଣନ୍ତି ନାହିଁ ଚିହ୍ନନ୍ତିନି ବୋଲି? ଲଗାତାର ତ ଆପଣଙ୍କ ସବୁ ବର୍ଷ ଯାଇକି ଆପଣ ପ୍ରୋଗ୍ରାମ କରନ୍ତି କହୁଥିଲେ। ରୋଡ ଉପରେ ସାର୍, ରୋଡ ଉପରେ। ଆଜ୍ଞା ହଁ ଯୋଉ ଆମର ପେଣ୍ଡେଲଟା ହେଇଛି ସେଠି ଗୋଟେ ରାସ୍ତା ଅଛି, ସେ ରାସ୍ତା ଉପରେ କି ଛିଡା ହେଇକି ସେ କହିଲେ। ତାପରେ ତାପର ଦିନ ଆମେ ମ୍ୟାନେଜରକୁ କହିଦେଲୁ ଯେ ଆଜି ବାପି ବାବୁ ଆଙ୍କରିଂ କରିବେ ନାହିଁ, ଯାହାକି ସେ ଆମକୁ ଚିହ୍ନନ୍ତିନି କହିଲେ ଆଜି ବି ସେଇ ଲେଡିଜ ଆଙ୍କରିଂରେ ଆଙ୍କରିଂ ହବ। ଆଜ୍ଞା ସେ କହିଲେ ଠିକ ଅଛି କିଛି ଅସୁବିଧା ନାହିଁ ମୁଁ କହିଦେବି। ଆମର ଜଷ୍ଟ 10ଟାର ଗେଟ୍ ଛାଡା ହେଇଗଲା, 10:30 ସେଦିନ ବି ସେଇ ନାଟକ ଆରମ୍ଭ ହେଲା ତ ପାନ୍ଥଶାଳା? ନା ସେଦିନ ସେ ରକ୍ତ ସମ୍ପର୍କ ନାଟକ ଯେଟା ଫାଷ୍ଟ ଦିନ ହେଇଥାନ୍ତା ସେଇଦିନ ସେ ନାଟକ ହେଲା, ଚନ୍ଦନ ଆସିଲା ଦେଇକି ତାପରେ ହଉଛି ଆମେ ତାକୁ କହିଲା ପରେ ଆମେ ବାପିକି ଆମେ ଆଉ ବାପିକୁ କହିଲୁ, ମ୍ୟାନେଜର ମାଧ୍ୟମରେ କହିଲୁ ନା। ତାପରେ 10:30 ବେଳେ ମ୍ୟାନେଜର ମାନେ ଆମର ଏଙ୍କରିଂ ଶୁଭିଲା ବାପି କଣ୍ଠା। ଯେତେବେଳେ ବାପି କଣ୍ଠା ଶୁଭିଲା ଆମକୁ ଜଣେ ଛୁଆ ଆସି କହିଲା ବାପି ଏଙ୍କରିଂ କରୁଛି। ମୁଁ ଗଲି, ମୁଁ ଯିବା ବେଳକୁ ସେଠି ବସନ୍ତ ବାବୁ ଛିଡା ହେଇଛନ୍ତି, ଆଉ ଜଣେ ସେ ଭାବ ବାବୁ ଛିଡା ହେଇଛନ୍ତି, ଆଉ ଜଣେ 3 ଜଣ ମ୍ୟାନେଜର ସେଦିନ ଅଛନ୍ତି। ମୁଁ କହିଲି ବସନ୍ତ ବାବୁ ଆପଣଙ୍କୁ ତ ଆମେ କହିଲୁ ଯେ ବାପି ବାବୁ ଏଙ୍କରିଂ କରିବେନି ବୋଲି, କାହିଁକି ପୁଣି ଆମେ ଏଙ୍କରିଂ କଲେ ନା? ସେଇଠି ମ୍ୟାନେଜର କହିଲେ ଆସନ୍ତୁ ଆସନ୍ତୁ ଦେଇକି ସିଏ ଯାଇକି ବାପି ବାବୁକୁ କହିଲେ ବାପି ବାବୁ ଆପଣ ତ ଆମର କମିଟି ମନା କଲା ବୋଲି କହିଲେ, ଆପଣ କାହିଁକି କରୁଛନ୍ତି? ବାପି ବାବୁ କହିଲେ କେତେବେଳେ ମତେ କହିଲେ ନା ମୁଁ ଆସିବା ବେଳେ ମୁଁ କହିନି ନା ମତେ ଶୁଭି ନାହିଁ। ମୁଁ କହିନି ଯଦି ନ ଶୁଭିଛି ଆପଣ ଏଙ୍କରିଂ କରିବେନି। ଏବେ ବି ଓହ୍ଲେଇ ପଡନ୍ତୁ ନା କଣ? ଆଜ୍ଞା ମାନେ ଆପଣ କହିଲେ ଏବେ ବି ଓହ୍ଲେଇ ପଡନ୍ତୁ? ହଁ ମୁଁ କହିନି ଏବେ ଏଙ୍କରିଂ ଆପଣ ଏଙ୍କରିଂ ସେ ପ୍ୟାଣ୍ଡେଲକୁ ଚଢି ନଥିଲେ, ସେଇ ଗ୍ରୀନ ରୁମର ବନ୍ଦନା ଗୀତଟା କହୁଥିଲେ ଜଷ୍ଟ। ଆଚ୍ଛା ଆଚ୍ଛା ହଁ। ୟା ପରେ ତାଙ୍କର ମିସେସ୍ ମାମୁନି ତାଙ୍କର ପେଣ୍ଟିଂ ରୁମରୁ ଆଇଲେ। ଆସିଲା ପରେ ସେ କହିଲେ କଣ ହେଇଛି ନା ମତେ ସେମାନେ କମିଟି ମନା କରୁଛି ଚଢିଦେବେନି, ଆଉ ଆମ ବସନ୍ତ ବାବୁ ମତେ କହିନାହାନ୍ତି, ମିଛ କହୁଛନ୍ତି ମୁଁ କହିଛି ବୋଲି ହେଲା। ସେଇଠି କହିଲେ କାହିଁକି ଚଢିଦେବେନି? ସେଇଠି ବସନ୍ତ ବାବୁ କହିଲେ ତା କମିଟି ମନା କରୁଛନ୍ତି ଚଢିଦେବେନି, କମିଟି ତାର ମନା କରୁଛନ୍ତି, କମିଟି ଚାହୁଁଛନ୍ତି ସେ ଯିବେନି ବୋଲି, ସେଥିରେ କଣ? ନା ସେ ଯଦି ନ ଯିବେ ମୁଁ ବି ଯିବିନି। ନା ତୁମେ ଯିବନି କାହିଁକି? ଏଇ କଥାର ତାଙ୍କର ନାଗିଲା, ମାନେ ମ୍ୟାନେଜର ପ୍ଲସ୍ ମାମୁନି ଆଉ ବାପି ଏତେ ଜୋର ନାଗିଲା, ଏତେ ମାନେ ସେ ମାମୁନି କଦର୍ଯ୍ୟ ଭାଷାରେ, ମାନେ ମା ବାପାଙ୍କୁ କଣ କହିବି ଆଉ, ମା ଭଉଣୀ ଛଡା ଆଉ କିଛି କଥା ନାହିଁ। କାହାକୁ ସୁଧିଲା? ସେ ମ୍ୟାନେଜରକୁ ସୁଧୁଥାଏ ହେଲା। ତା ଭିତରେ କି ସେଇଠି ଗୋଟେ କହିଲା ଏ ମାଗିଆ କମିଟିକି ବି ଛାଡିମିନି। ଆଚ୍ଛା କିରକମ ଯାତ୍ରା ଆଜି କରିନେବେ ମୋ କତିରୁ ମୁଁ ଦେଖିନି କଟାକି ଏଇଆ କହିଦେଇକି ବାପି ହାତ ଧରିକି ମାମୁନି ତା ଗାଡି ପାଖକୁ ପଳେଇ ଆସିଲା। ସେଇଠି ମ୍ୟାନେଜର କହିଲେ ସମସ୍ତେ ଚାଲନ୍ତୁ ଦେଖନ୍ତୁ ପଳେଇ ଯାଉଛି ସିଏ, ଆଜି ଯାତ୍ରା ହେଇପାରିବନି ଇଏ କରିବନି। ସେତେବେଳକୁ ଚାଲିଥାଏ ମେଲୋଡି ଆଙ୍କରିଂ, ମାନେ ମେଲୋଡି ଆଉ ରେକର୍ଡ ଡ୍ୟାନ୍ସ ଚାଲୁ ରହିଥାଏ। ଆଚ୍ଛା 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 ନାଣ୍ଡୁ ବାବୁ ଖବର ପାଇଲେ ନା ଏସବୁ ଏମିତି ଘଟଣା ହେଲା ବୋଲି? ନା ଆମେ ଜାଣିନୁ ସେ ବିଷୟରେ। ଆଚ୍ଛା ନାଇଁ ଆପଣ ଯୋଉ ଯାତ୍ରାଟା ଆପଣ ଏତେ ପଇସା ଦେଇ ଡାକେଇଛନ୍ତି, ଆପଣ ଯାତ୍ରା ଯେତେବେଳେ ଜଣେ ମାନେ ହିରୋଇନ ଜଣେ ପଳଉଛି ଜଣକୁ ଧରି ଯାତ୍ରାଟା ବନ୍ଦ ହଉଛି, ତାର ପ୍ରଭାବ ତ ଆପଣଙ୍କ ଉପରେ ପଡିବ ନା, ଆପଣଙ୍କର ଦର୍ଶକ ଉପରେ ନିଶ୍ଚୟ ପଡିବ। କିନ୍ତୁ ତାପର ଅବସ୍ଥାଟା କଣ ହେଇଥିଲା? କିନ୍ତୁ ନାଣ୍ଡୁ ବାବୁକୁ ସେତେବେଳେ ମୁଁ ଜାଣିନଥିଲି, ଯାହାକି ତାଙ୍କର ନାଗିଛି ସେଗୁଡାକ ସଲ୍ଭ ହେଇଯିବ ବୋଲି ମୁଁ କହିନଥିଲି। ଯେତେବେଳେ ମେଲୋଡି 5ଟା ଏବଂ ରେକର୍ଡ ଡ୍ୟାନ୍ସ 5ଟା ହେଇଗଲା, ସେତେବେଳେ ମୁଁ ନାଣ୍ଡୁ ବାବୁକୁ ଫୋନ କଲି। ମୁଁ କହିନି ସେ କଣ ରୁଲ କରିବେନି କହୁଛନ୍ତି, ମାମୁନି ରୁଲ କରିବେ ନା, ନହେଲେ ଆମେ ବର୍ତ୍ତମାନ ଆନାଉନ୍ସ କରିଦେବୁ ଏବଂ ଟିକଟ ଫେରିଦେବୁ। ସେ ନାଣ୍ଡୁ ବାବୁ ମତେ କହିଲେ ମୋ ଭାଇ ତମର ସେ ତ ମୋ ଫୋନଟା ଉଠୁନାହିଁ, ଆପଣ ଟିକେ ମୋ ତରଫରୁ ଟିକେ ଯାଇକି କୁହନ୍ତୁ। ମୁଁ ଗଲି, ବାପି ବାବୁ ଏବଂ ମାମୁନି 2 ଜଣ ଗାଡି ପାଖରେ ଛିଡା ହେଇଥିଲେ ଏବଂ ତାଙ୍କ ପୁଅ ବି ଛିଡା ହେଇଥିଲେ।
ମୁଁ କହିଲି ବାପି ବାବୁ ମ୍ୟାଡ଼ାମ ମାନେ ଏଇଭଳିଆ କଥା ମ୍ୟାଡ଼ାମ ଆଜି ଯାତ୍ରା କରିବେ ନା ନାହିଁ ନହେଲେ ମୁଁ ଟିକଟ ଫେରିଦେମି। ସେଇଠି ମାମୁନି କହିଲେ ନା ନା ଟୋଟୋ ମୁଁ ଯାଉଛି ମେକଅପ୍ ନେଇକି ଯାତ୍ରା ରୁଲ୍ କରିବା ପାଇଁ ଯାଉଛି। ହଁ ବୁଝିଲେ। ହଁ ତେଣୁ ତାପରେ ସିଏ ତାଙ୍କର ରୁଲ୍ କରିବା ପାଇଁ ଗଲେ ଆଉ ତ ଇଏ ତ ଆଙ୍କରିଂ କରିପାରିଲାନି। ହଁ ଆଉ ସେଠି ତାଙ୍କର ଧସ୍ତାଧସ୍ତି ହେଇଥିଲେ ଠେଲା ପେଲା ଆମର କିଏ ବସନ୍ତ ମ୍ୟାନେଜର ଆଉ ମାମୁନି ଆଉ ବାପି ଏଇ ଯୋଉ ସୋଦାସୋଦି ଭିତରେ ସେ ସୁଧାସୁଧି ଭିତରେ ତାଙ୍କର ଆଚ୍ଛା ସେଦିନ ନାଟକ କଲେ କିନ୍ତୁ ହଁ ନାଟକ କରିଛନ୍ତି ଆଚ୍ଛା କିନ୍ତୁ ନାଟକ କଲେ ଲେଟ୍ରେ ମାନେ ଦିନ ରାତି 1:30ଟା ପରେ। ଆଚ୍ଛା ନାଟକ ସରିଲା ପରେ ଆଉ କିଛି କାହାର କିଛି ରିଆକ୍ସନ ସେମିତି ଥିଲା କିଛି ଯେତେବେଳେ ଆଜ୍ଞା ମାମୁନି ଆଉ ବାପି ଆସିଲେ ପ୍ରତାପ ବାବୁ ଚା ପିଉଥିଲେ ଆମେ କଣ କଲେ ନା ଏ କଥା ପରେ ଆମର ତ ଗୁଡ଼ାଏ ଲସ୍ ହେଲା ନା ଆମେ ବାବୁଙ୍କୁ କହିଦେଲୁ ଆପଣ ଆମ ଭରଣ ନଦେଲେ ଆମେ ଗେଟ୍ ଖୋଲିଦେବୁ ନାହିଁ। ତା ମ୍ୟାନେଜରକୁ କହିଲୁ ଏବଂ ମାଲିକଙ୍କୁ ମଧ୍ୟ କହିଦେଲୁ। ଏବଂ ହିସାବ କଲେ ନାଣ୍ଡୁ ବାବୁ କହିଲେ ଠିକ୍ ଅଛି ଆମର ଅମର ବାବୁ ମୁଁ ସକାଳ ସୁଦ୍ଧା ପହଞ୍ଚୁଛି ଆପଣ ସେ ଯାଇକି ସେଠି ପଇସା ନେଇକି ଯାଉଛି ଆପଣଙ୍କର ସଲ୍ଭ କରିଦେବ। ଅମର ବାବୁ କିଏ? ଅମର ବାବୁ ତାଙ୍କର ଆଉ ଜଣେ ମ୍ୟାନେଜର ଗୋଟେ ପାର୍ଟିର ମ୍ୟାନେଜର। ଆଚ୍ଛା ପ୍ରତାପ ବାବୁ ଯିଏ ହିରୋ ମାନେ ଇଏ କରନ୍ତି ପ୍ରତାପ ଜିତା ଆଚ୍ଛା ସେମାନେ ଆମ ପାଖରେ ବସିକି ଚା ପିଉଛନ୍ତି। ଆମର ଇଏ କିଏ ମାମୁନି ବାପି ମତେ ଟାଟା ବାଇ ବାଇ କରିକି ଗଲେ। ତାପରେ ଯାଇକି ବାଇଟ୍ ଦେଇକି ଏଇଭଳିଆ କଥା ହେଲା। ଆମ ସହିତ ତାଙ୍କର କୌଣସି ଆଜି ବି ମୁଁ ବାଇଟ୍ରେ ମୁଁ ବି ଯେତେବେଳେ ସାମ୍ବାଦିକ ପଚାରିଛି କହିଛି ମତେ ବାପି ବାବୁ ନିଜେ କହିଛନ୍ତି ଟୋଟୁ ବାବୁ କେବଳ ଜଣେ ଲୋକ ଆପଣ ମତେ ଭାଇ ଭାଇ କହିକି ଏତିକ ସମ୍ମାନ ଦଉଛନ୍ତି ନହେଲେ ଆଉ ଏମାନେ ମ୍ୟାନେଜର ମାନେ ଟିକେ ମତେ ସମ୍ମାନ ଦଉନାହାନ୍ତି। ମାନେ ଦେଖନ୍ତୁ ଆପଣଙ୍କ ପାର୍ଟି ଭିତରେ କଥା ସେଗୁଡାକ ଆମକୁ ପୁରାନ୍ତୁନି ଆମେ ଆପଣଙ୍କୁ ସମ୍ମାନ କରୁଛୁ କି ନା 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 ଆପଣଙ୍କୁ ଆଉ ସମ୍ମାନ କରୁନାହାନ୍ତି ହେଲା। ଏବଂ ମଝିରେ ଆସିକି ରାତିରେ ମଧ୍ୟ ବାପି ଆମ ସହିତ ବସିକି କଥା ହେଇକି ବହୁତ ସମୟ କଥା ହେଇକି ହାତ ଧରିକି ଭାଇ ସେ ଝଗଡ଼ା ମଗଡ଼ା ଯାହା ଭୁଲ ଭାଲ ହେଇଛି ଛାଡ଼ନ୍ତୁ ଏଟା ମୋର ପୁରୁଣା କମିଟି ବହୁତ ଦିନର କମିଟି ମାମୁନିର ମଧ୍ୟ ବହୁତ ଦିନର କମିଟି ଏତେ କଥା ପରେ ଏଇରକମ କଥା ସେଇଟା ହେଲା ପରେ ଆପଣଙ୍କର ନାଟକ ସେଠି କେତେ ଦିନ କରିବାର ଥିଲା କେତେ ଦିନ କରିଲେ? ଆମର 2-3 ଦିନ କରିବାର ଥିଲା 2 ଦିନ କଲେ ତାପରେ ଆଉ ଗୋଟେ 2 ଦିନ କରିନାହିଁ 2 ଦିନ ବାପୁ ଏଙ୍କରିଂ କରିନି କିନ୍ତୁ ମାମୁନି ସବୁଦିନ ମାମୁନି ଗୋଟେ ଦିନ ତ ବନ୍ଦ ରହିଲା ଆଉ 2 ଦିନ ରୁଲ୍ କରିଛନ୍ତି। ଆଚ୍ଛା ତାପରେ ତାଙ୍କର କଣ ଶାଢୀ ପାଢୀ ଏଗୁଡାକ ସବୁ ଚୋରି କରିକି ନେଇଛନ୍ତି ଇଏ କରିଛନ୍ତି। କିଏ ଚୋରି କରିଛି? ମାମୁନି ଚୋରି କରିଛନ୍ତି ବୋଲି ଯାହା ତାଙ୍କ ମ୍ୟାନେଜର ସେଠି କହିଲେ ମତେ। ଆଚ୍ଛା କାହା ଶାଢୀ ଚୋରି କରିଛି? ଆଜ୍ଞା ମାନେ ତାଙ୍କରି ଆର୍ଟିଷ୍ଟ ଭିତରେ ଶାଢୀ ଚୋରି ହେଇଯାଇଛି? ସେଇ ତାଙ୍କରି ଶାଢୀ ସେ ଯେଗୁଡାକ ବ୍ୟବହାର କରନ୍ତି ସେ ଶାଢୀ ଆଉ ମେକଅପ୍ ବକ୍ସ ଏଇଗୁଡାକ କଣ ନେଇଯାଇଛନ୍ତି ବୋଲି ତାପରେ ଆମେ ଶୁଣିତେ ପାଇଲେ ଆମର ସେଥିରେ କିଛି ମାନେ କଥା ନାହିଁ। ସେ ତାଙ୍କ କଥା କିଏ କଣ ଚୋରି କଲା ଆମର ସେ କଣ ଫରକ ପଡୁଛି। ହଉ ଠିକ ଅଛି ବହୁତ ବହୁତ ଧନ୍ୟବାଦ। ଏଇ ହଉଛି ଘଟଣା। ଆଜ୍ଞା ବହୁତ ବହୁତ ଧନ୍ୟବାଦ।